ନିଯୁକ୍ତି ଦିଶା ଓଡ଼ିଶାର ଭିଉୟର୍ସ ମାନଙ୍କୁ ସ୍ୱାଗତ। ଆଜି ଆମେ ଦେଖିବା କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁର କେଉଁଝରରେ ରିକ୍ୱାରମେଣ୍ଟ ରହିଛି। ରିକ୍ୱାରମେଣ୍ଟର ଆପଣଙ୍କର ଯେଉଁ PDF ଆପଣ କିପରି ଡାଉନଲୋଡ୍ କରିପାରିବେ, ଯଦି ବି ଆପଣ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି, ଆପଣ କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁର ତଳେ ଯେଉଁ କମେଣ୍ଟ ବକ୍ସରେ ଲିଙ୍କ ଅଛି, ସେ ଲିଙ୍କକୁ ଗଲେ ଆପଣ ଏଇଠି ଦେଖନ୍ତୁ ଲେଖାଯାଇଛି 7/3/2026 ୱାକ୍ ଇନ୍ ଇଣ୍ଟରଭ୍ୟୁ 26 ଏବଂ 27 ସେଠି ଆପଣ କ୍ଲିକ୍ କଲେ ଏଭଳିଆ ଡକୁମେଣ୍ଟ ଆପଣଙ୍କର ଓପନ୍ ହେଇଯିବ, ଯେଉଁ ଡକୁମେଣ୍ଟରେ ପୁରା ଡିଟେଲ୍ସ କଥା ଲେଖାଯାଇଛି। ସେ କହିଛନ୍ତି ରେଜିଷ୍ଟ୍ରେସନ୍ କରିବା ପାଇଁ ପଡ଼ିବ ଆପଣଙ୍କୁ, ଯେହେତୁ ଆପଣ କ'ଣ କରିବାକୁ ଚାହୁଁଛନ୍ତି, ଇଣ୍ଟରଭ୍ୟୁ ଦେବା ପାଇଁ ଚାହୁଁଛନ୍ତି। ରେଜିଷ୍ଟ୍ରେସନ୍ ଫର୍ମ ଆର୍ ଆଭେଲେବଲ୍ ଇନ୍ ଗୁଗଲ୍ ଡ୍ରାଇଭ୍ ଲିଙ୍କ୍। ଗୁଗଲ୍ ଡ୍ରାଇଭ୍ ଲିଙ୍କରେ ହିଁ ଆପଣଙ୍କର ରେଜିଷ୍ଟ୍ରେସନ୍ ଫର୍ମ ଅଛି। ତେଣୁ ଆପଣ ଅଫଲାଇନ୍ ଥ୍ରୁରେ ଯଦି ତାଙ୍କ ଡାଇରେକ୍ଟ ଯାଇକି କରୁଛନ୍ତି, ତାହେଲେ ଯାଇକି ମଧ୍ୟ କରିବାକୁ ପଡ଼ିବ ଆପଣଙ୍କୁ, କିମ୍ବା ଆପଣଙ୍କୁ ଏବେଠୁ କ'ଣ କରିବାକୁ ପଡ଼ିବ ନା ଡାଉନଲୋଡ୍ କରିକି ଫର୍ମ ଫିଲ୍ଅପ୍ କରିକି ସେଠିକି ଆପଣ ନେଇପାରିବେ। ଦୁଇଟି ଉପାୟରେ ଆପଣ ମାନେ କରିପାରିବେ। ଆପଣଙ୍କର ୱାକ୍ ଇନ୍ ଇଣ୍ଟରଭ୍ୟୁ ଅଛି। ଇଣ୍ଟରଭ୍ୟୁ 18 ମାର୍ଚ୍ଚ 2026ରେ ଅଛି ଏବଂ 8ଟାରୁ 10ଟା PM ମଧ୍ୟରେ ଅଛି। ଏକଥା ଲେଖାଯାଇଛି, ପୁରା ଡିଟେଲ୍ସ ଲେଖାଅଛି। ତେଣୁ ଆପଣଙ୍କର ମାନେ କେଉଁ ପୋଷ୍ଟ ପାଇଁ ଅଛନ୍ତି, TGT ପାଇଁ ଅଛି ଆପଣଙ୍କର ସାଂସ୍କ୍ରିଟ୍, ମ୍ୟାଥମେଟିକ୍ସ, ସାଇନ୍ସ, ସୋସିଆଲ ସାଇନ୍ସ ଏବଂ PRTS ଅଛି, ସ୍ପେଶାଲ ଏଜୁକେସନ୍ PRT ଅଛି, ରିଜନାଲ ଲାଙ୍ଗୁଏଜ ଓଡ଼ିଆ ଅଛି, ଓଡ଼ିଆ ଟିଚର ଦରକାର, କମ୍ପ୍ୟୁଟର ଇନଷ୍ଟ୍ରକ୍ଟର ଦରକାର, ନର୍ସ ଦରକାର ଏବଂ କାଉନସିଲର ଦରକାର। ଏସବୁର ଆପଣଙ୍କର ଦରକାର। ସେଥିପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ତାଙ୍କର ବାୟୋଡାଟାରୁ ଆପଣଙ୍କର ଡାଉନଲୋଡ୍ କରିବାକୁ ପଡ଼ିବ ବାୟୋଡାଟା ଫର୍ମ। ବାୟୋଡାଟା ଫର୍ମକୁ ଫିଲ୍ଅପ୍ କରିକି ଆପଣ ତାଙ୍କ ସହ ଆଟାଚମେଣ୍ଟ କରିବେ ଆପଣଙ୍କର କ୍ୱାଲିଫିକେସନ୍କୁ ଆଟାଚ୍ କରିକି ହିଁ ଆପଣ ନେଇକି ଇଣ୍ଟରଭ୍ୟୁରେ ଏନରୋଲମେଣ୍ଟ ହେବେ। ସେଥିପାଇଁ ଆପଣଙ୍କର ବିଡ୍ ସାର୍ଟିଫିକେଟ୍ ନିହାତି ଥିବା ଜରୁରୀ। ସେଥିପାଇଁ କହିଛି କ୍ୟାଣ୍ଡିଡେଟ୍ ବ୍ରିଙ୍ଗ ଦ ସେଲ୍ଫ ଆଟାଚ୍ଡ କପି ଅଫ୍ ଦ ଟେଷ୍ଟିମୋନିଆଲ୍ସ ଏଲଙ୍ଗ ୱିଥ୍ ଦ ମାନେ ଅରିଜିନାଲ ଡକୁମେଣ୍ଟ, ପାସପୋର୍ଟ ସାଇଜ୍ ଫଟୋ ଏବଂ ଫିଲ୍ ଅଫ୍ ଦ ବାୟୋଡାଟା ଫର୍ମ। ତେଣୁ ଆପଣ ଏସବୁ ଫିଲ୍ଅପ୍ କରିପାରିବେ। ଏଇ ଯେଉଁ PDFର ଲିଙ୍କ୍ ଆପଣଙ୍କର ଡାଇରେକ୍ଟ କମେଣ୍ଟ ବକ୍ସରେ ମିଳିଯିବ ଏବଂ ତାଙ୍କର ୱେବସାଇଟ୍ର ଲିଙ୍କ୍ ମଧ୍ୟ ଡାଇରେକ୍ଟ କମେଣ୍ଟ ବକ୍ସରେ ମିଳିଯିବ। ସେଥିପାଇଁ କମେଣ୍ଟ ବକ୍ସକୁ ଚେକ୍ଆଉଟ୍ କରନ୍ତୁ। କମେଣ୍ଟ ବକ୍ସରେ ନିଜର ଡିଷ୍ଟ୍ରିକ୍ଟ ଲେଖିବାକୁ ଭୁଲନ୍ତୁ ନାହିଁ। ଦେନ୍ ଆସିଲା ଆପଣଙ୍କର କ୍ୱାଲିଫିକେସନ୍ କ'ଣ ରହିଥିବା ଦରକାର। ଆପଣଙ୍କର ପୁରା ଡିଟେଲ୍ସ ଲେଖାଯାଇଛି, ଯେଉଁ TGT, ସାଂସ୍କ୍ରିଟ୍, ମ୍ୟାଥମେଟିକ୍ସ ଏସବୁ ପାଇଁ ଆପଣଙ୍କର କ'ଣ ଦରକାର। ଆପଣଙ୍କର ତ ସାଂସ୍କ୍ରିଟ୍ ପାଇଁ ଆପଣଙ୍କର ବ୍ୟାଚଲର ଗ୍ରାଜୁଏସନ୍ ସହିତ ଆପଣଙ୍କର ଅନର୍ସ ଏସବୁ ଥିବା ଦରକାର, ଯାହାକି ଆପଣ ଜାଣିଛନ୍ତି, ସେଥିପାଇଁ ଆପ୍ଲାଏ କରିଛନ୍ତି। ଏବଂ TGT ସାଇନ୍ସ ପାଇଁ ଏଟଲିଷ୍ଟ ଆପଣଙ୍କର ମେନ୍ ସବଜେକ୍ଟ ବାୟୋଲୋଜି ବା ଲାଇଫ୍ ସାଇନ୍ସ ହେଇଥିବା ଦରକାର, କିମ୍ବା ଜୁଲୋଜି ବଟନି ହେଇଥିବା ଦରକାର। ଆପଣଙ୍କର ସବ୍ ଅର୍ଡ଼ିନାରୀ ସବଜେକ୍ଟ କେମିଷ୍ଟ୍ରି, ଜୁଲୋଜି ବଟନି ଏସବୁ ରହିଥିବା ଦରକାର। ଆପଣ ଜାଣିଛନ୍ତି ଏସବୁ କଥା ଆପଣଙ୍କର CBCS ଅନୁସାରେ। ତେଣୁ ଏସବୁ ଆପଣ ଦେଖିକି ଆପ୍ଲାଏ କରିବେ କେଉଁ ପୋଷ୍ଟ ପାଇଁ ଆପଣ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି। ଏବଂ ଆର ସାଲେରୀ କଥା ମୁଁ ଦେଖୁଥିଲି, ସାଲେରୀ ତାଙ୍କର ଆପଣ ଯଦି ଯାଇକି ଚେକ୍ କରିବେ, ସାଲେରୀ ତାଙ୍କର ବହୁତ ଇନସେଣ୍ଟିଭ୍ ଅଛି। 40,000 ଠାରୁ ଷ୍ଟାର୍ଟ ହେଉଛି ସାଲେରୀ। ଆପଣ ସାଲେରୀ ଷ୍ଟ୍ରକ୍ଚର ବି ମୁଁ ଚାହିଁଲେ କିଛି ସମୟ ୱେଟ୍ କରନ୍ତୁ, ମୁଁ ତାଙ୍କ ସାଲେରୀ ଷ୍ଟ୍ରକ୍ଚର ଦେଖାଇ ଦେଉଛି। ନାହିଁ, ସାଲେରୀ ଷ୍ଟ୍ରକ୍ଚର ଅଛି ତାଙ୍କର, ମୁଁ ଦେଇଦେବି ଲିଙ୍କ୍ ଦେଇଦେବି କମେଣ୍ଟ ବକ୍ସରେ। ସାଲେରୀ ଷ୍ଟ୍ରକ୍ଚର ଆପଣ ଦେଖିପାରିବେ। ସାଲେରୀ ଷ୍ଟ୍ରକ୍ଚର ଦେଖିଲେ ଆପଣ ହିଁ ଅନୁମାନ କରିପାରିବେ କି ସାଲେରୀ ଆପଣଙ୍କୁ କେତେ ମିଳୁଛି। ବହୁତ ଭଲ ଇନସେଣ୍ଟିଭ୍ ସାଲେରୀ ମିଳୁଛି। ଦେନ୍ ଆପଣ ଆପ୍ଲାଏ କିପରି କରିବେ? ଆପ୍ଲାଏ କରିବା ପାଇଁ ଆପଣଙ୍କୁ କମେଣ୍ଟ ବକ୍ସରେ କମେଣ୍ଟ ଦେବାକୁ ପଡ଼ିବ ଆପ୍ଲାଏ। ମୁଁ ତାଙ୍କର ଗୁଗଲ୍ ଡ୍ରାଇଭ୍ ଲିଙ୍କ୍ ଦେଇଦେବି, ଯାହାଫଳରେ ଆପଣ ଗୁଗଲ୍ ଡ୍ରାଇଭ୍ ଲିଙ୍କ୍ରେ ଆପଣଙ୍କର ବାୟୋଡାଟା ଫର୍ମ ଆପଣ ପାଇପାରିବେ। ବାୟୋଡାଟା ଫର୍ମରେ ଆପଣ ହିଁ ଆପ୍ଲାଏ କରିପାରିବେ। ସେଥିପାଇଁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ତା ସହ କ'ଣ କରିବେ ନା ନିଜର ଡିଷ୍ଟ୍ରିକ୍ଟକୁ ଦେବା ପାଇଁ ଭୁଲନ୍ତୁ ନାହିଁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।